ଯେତେବେଳେ ଭୈରବୀ ପୀଠରେ ରହେ ତାହାକୁ କହନ୍ତି ଭୋଗ। ଭୋଗ ଯେତେବେଳେ ତିନି ଠାକୁରଙ୍କୁ ଲାଗି ହୁଏ ତାହାକୁ କହନ୍ତି ନୈବେଦ୍ୟ। ନୈବେଦ୍ୟ ଯେତେବେଳେ ମହା ବିମଳାଙ୍କ ପାଖେ ଲାଗି ହୁଏ ତାହା ମହାପ୍ରସାଦ ହୋଇଯାଏ। ଆଉ ସେଇ ମହାପ୍ରସାଦ ଯେତେବେଳେ ପଞ୍ଚ ପରମେଶ୍ୱରଙ୍କ ପାଖେ ଲାଗି ହୁଏ ତାହା କୈବଲ୍ୟ ହୋଇଯାଏ। ଆଉ କୈବଲ୍ୟକୁ ଯେତେବେଳେ ଭକ୍ତମାନେ ଗ୍ରହଣ କରନ୍ତି ଖାଦ୍ୟ ରୂପରେ ଖାଇଥାନ୍ତି ତାହା ଅବଢା ହୋଇଯାଇଥାଏ। ଅବଢାର ପ୍ରତ୍ୟେକ ଶୁଖିଲା ଅଂଶକୁ ଆମେ କହୁ ନିର୍ମାଲ୍ୟ। ଏହା ହିଁ ହେଉଛି ଆମ ଜଗନ୍ନାଥ ସଂସ୍କୃତିର ବିଚିତ୍ରତା। ଆପଣମାନେ ଅବଢା କଣ ଜାଣିଥିବେ ବୋଲି ମୋର ଆଶା। ଯଦି ବି କିଏ ଏହାକୁ ଜାଣିନାହାନ୍ତି ତାଙ୍କୁ ଏହି ଭିଡିଓଟି ସେୟାର କରିବେ ଆଉ ଆମ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।